ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦ୍ୟନାଥପୁର ଥାନା ପୁଲିସ। ବ୍ରହ୍ମପୁର ଏସ୍ପିଜିଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ପ୍ରାୟ 30,000 ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। 2ଟି ଟ୍ରଙ୍କରେ ଚାର୍ଜସିଟ୍ କୋର୍ଟକୁ ଆଣି ଏହା ପୂର୍ବରୁ ଡିସେମ୍ବର 9 ତାରିଖରେ ମାମଲାରେ ସିଡି ତଥା କେସ୍ ଡାଏରୀ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ପରବର୍ତ୍ତୀ ଖବର, ଶ୍ରୀମନ୍ଦିରରେ ଠେଲାପେଲା ଦର୍ଶନ ବନ୍ଦ। ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ମୁହାଁମୁହିଁ ହେଲେ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ୱତନ୍ତ୍ର ସୁରକ୍ଷା କର୍ମୀ। ଶ୍ରୀମନ୍ଦିର 7 ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ସୁରକ୍ଷା କର୍ମୀଙ୍କ ପ୍ରୋଟୋକଲ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ପରବର୍ତ୍ତୀ ଖବର, ବିଜେପିର ମିଶନ ତାମିଲନାଡୁ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି। ଚଳିତ ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହାଙ୍କ ଗସ୍ତକୁ ରାଜନୈତିକ ମହଲର ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ବିଜେପି ତଥା ଏନ୍ଡିଏର ରଣନୀତିକୁ ଅମିତ ଶାହା ଆହୁରି ପ୍ରଭାବଶାଳୀ କରିବାକୁ ଚେଷ୍ଟା କରିବେ। ତାମିଲନାଡୁ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ସଭାପତି ଏନ୍ ନଗେନ୍ଦ୍ରଙ୍କ ରାଜ୍ୟବ୍ୟାପୀ ଯାତ୍ରାର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ। ଏଥିପାଇଁ ପୁଡୁକୋଟ୍ଟୈରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପରବର୍ତ୍ତୀ ଖବର, ବର୍ଷେ ଗଲା ନାହିଁ 5 କୋଟିର କାମ ଧସିଲା ପଥରସ୍ପର। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରେଇଗଡ଼ା ନିକଟରେ ଲୁଣ ନଦୀର ଡାହାଣ ପଟେ ବର୍ଷେ ତଳେ ନିର୍ମାଣ ହୋଇଥିବା ପଥରସ୍ପର ନଈକୂଳିଆ ଗାଁକୁ ସୁରକ୍ଷା ଦେବା ବଦଳରେ ଏବେ ନିଜେ ସୁରକ୍ଷା ଖୋଜୁଛି ଏହି ବନ୍ଧ। ଆଉ ବର୍ତ୍ତମାନର ସ୍ଥିତିକୁ ଦେଖି ସ୍ଥାନୀୟ ଲୋକେ କାମର ମାନକୁ ନେଇ ପ୍ରଶ୍ନ କରିବା ସହ ଭୟଭୀତ ହୋଇଛନ୍ତି। ପରବର୍ତ୍ତୀ ଖବର, ମିଟର ରିଡିଂ କରିବାକୁ ଆସି ଘରେ ବୁଲାଉଥିଲେ କଳାକନା। ଚାକିରି ମିଟର ରିଡିଂ ନେବା, କିନ୍ତୁ ମୁଖ୍ୟ ପେଶା ହେଲା ମିଟର ରିଡିଂ ବେଳେ ଖାଲି ଘର ଦେଖି ଚୋରି କରିବା। ଏହି ମାମଲାରେ ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ଗଛ କିଛି ମାସ ଧରି ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଉଥିବା 2 ଜଣିଆ ଚୋର ଗ୍ୟାଙ୍ଗକୁ ଧରିଛି ପୋଲିସ। ଗିରଫ 2 ଚୋର ହେଲେ ପାରଳାଖେମୁଣ୍ଡି କଣ୍ଡରା ସାହିର ଦୁର୍ଗାପ୍ରସାଦ ବେଣିଆ ଓ ଦେବମଣ୍ଡଳ। ପରବର୍ତ୍ତୀ ଖବର, ନୂଆ ବର୍ଷ ଆରମ୍ଭରୁ ସରକାରଙ୍କ ବଡ଼ ଘୋଷଣା, 15 ମାସ ଯାଏଁ ମାଗଣାରେ ମିଳିବ ଚିନି। ନୂଆ ବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବଣ୍ଟନକୁ ମଞ୍ଜୁରି ଦିଆଯାଇଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ଆମ ବସ୍ ଡ୍ରାଇଭରଙ୍କୁ ଦିଆଯିବ ନିୟମିତ ଟ୍ରେନିଂ। ରାଜ୍ୟ ସରକାରଙ୍କ ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷ କରି ଆମ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏମ୍ଭିଆଇ ମାନଙ୍କ ଦ୍ୱାରା ଆମ ବସ୍ ଗୁଡ଼ିକର ଫିଟନେସ୍ ଯାଞ୍ଚ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ବ୍ୟାପୁଛି ଜଣ୍ଡିସ୍।
ସ୍କୁଲରେ 560 ଛାତ୍ରଛାତ୍ରୀ ଥିବା ବେଳେ ପ୍ରାୟ 70ରୁ ଅଧିକ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପିଲାଙ୍କୁ ଘରକୁ ନେବା ପାଇଁ ଅଭିଭାବକଙ୍କ ଭିଡ଼ ଲାଗିଛି। ଗତ କିଛି ଦିନ ହେବ ସ୍କୁଲର ଅନ୍ତେବାସୀଙ୍କ ମଧ୍ୟରେ ଜଣ୍ଡିସର ଲକ୍ଷଣ ଦେଖାଯାଇଥିଲା। ପ୍ରଦୂଷିତ ପରିବେଶ କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି। ପରବର୍ତ୍ତୀ ଖବର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା 2023 ମସିହାରେ ପ୍ରଚଳନରୁ ବାହାର କରାଯାଇଥିବା 2000 ଟଙ୍କିଆ ଗୋଲାପୀ ନୋଟର 100% ପ୍ରତ୍ୟାବର୍ତ୍ତନ ଏପର୍ଯ୍ୟନ୍ତ ହୋଇପାରିନାହିଁ। 2025 ଶେଷ ଦିନ ପର୍ଯ୍ୟନ୍ତ ପରିସଂଖ୍ୟାନ ପ୍ରକାଶ ପାଇଛି ଏବଂ RBI ସୂଚନା ଦେଇଛି ଯେ ଏବେ ମଧ୍ୟ 5000 କୋଟିରୁ ଅଧିକ ମୂଲ୍ୟର ଗୋଲାପୀ ନୋଟ ଫେରିବାକୁ ବାକି ଅଛି। ଅର୍ଥାତ୍ ଏତେ ପରିମାଣର ବନ୍ଦ ହୋଇଯାଇଥିବା ବଡ଼ ନୋଟ ଏବେ ବି ଲୋକଙ୍କ ପାଖରେ ରହିଛି। ପରବର୍ତ୍ତୀ ଖବର 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ 2036 ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତି କରୁଛି।